পাঠটা কলেজ পর্যন্ত আরে কথাটা কোন হইছে মতে কহ জীবনের ম্যারেজের কিছু আপত্তি করছি জীবন লভ ম্যারেজ করা মনা করেছি এটা ଭଲ ପାଉଛି ବୋଲି ଜିଦ୍ କରି ଗୋଟେ ଏମିତି ଜାଗାରେ ବାହାହେଲା ଯେ କୌଣସି ଦିନ ବି ସେ ଆମ ସାଙ୍ଗରେ ସମାନ ହେଇପାରିବେନି ଆମ ଆଗରେ ଠିଆ ବି ହେଇପାରିବେନି ମ୍ୟାରେଜ ହବାରେ ମୁଁ ଅପୋଜ କରିଥିଲି କିନ୍ତୁ ଆପଣ ଶୁଣିନଥିଲେ ତୁ ଜିଦ୍ ଧରି ଲଙ୍ଗା ଥଲା ବେଳେ ମୁଁ ଅପୋଜ କରିଥିଲି ସେତେବେଳେ ତୁ କଣ ମୋ କଥା ଶୁଣିଥିଲୁ জীবন ম্যারেজ ସହିତ ମୋ ମ୍ୟାରେଜ ସମାନ କରୁଛନ୍ତି আরে তু জিদ ধরি লঙ্ঘন করেছিল লঙ্ঘন কলা ভিতরে অসবর কଣ ରହିଲା ମୋ କହିବା କଥା তোর কোন কহিবার ଅଛି কহ কিন্তু 20 ବର୍ଷ তଳେ তু এ রায় বাহাদুর খানদানীକୁ ଭଲ ପାଇବାର ଦଇ ଦେଇ ଭାଙ୍ଗି ଦେଇଥିଲ সেই ভঙ্গার ইটা পত্রକୁ জাবড়ি ধরি পরিবর্তন প্রোগ্রাম দেই তো চলা বাটକୁ ମୁଁ পরিষ্কার କରି ଦେଇଥିଲି ଆଉ ଜୀବନ ଯଦି ଆଜି ସେଇ ବାଟରେ ଯିବାକୁ ଚାହୁଁଛି ତୁ ସେ ଭଙ୍ଗାର ଇଟା ପତ୍ରକୁ ଦେଇ ତା ରାସ୍ତାରେ ଜମା କରୁଛୁ କାହିଁକି জীবন কেতে থার্ড গ্রেড ଲୋକଗୁଡା ଗଣିବାରେ ପଡିଛି আরে সেমানে থার্ড গ্রেড লোক নুহନ୍ତି ସେମାନେ ହଉଛନ୍ତି ଜୀବନର ବନ୍ଧୁ ମାନୁଛି ସେମାନେ ଜୀବନର ବନ୍ଧୁ ବନ୍ଧୁ ହିସାବରେ ଅଛନ୍ତି ବାହାରେ ବସିବେ ଅଥଚ ଘର ଭିତରେ କଣଟା ଅସୁବିଧା ହେଇଗଲା ରିସେପସନ ପାର୍ଟି ଆଟେଣ୍ଡ କରିବା ପାଇଁ ଭିଡିଓ କଲେକ୍ଟର ଏସଡିଓ କେତେ କେତେ ହାୟର ରାଙ୍କର ଅଫିସର ମାନେ ଆସିଛନ୍ତି ସେମାନେ ଜାଣିଲେ ଆମକୁ ଭାବିଲେ କଣ ଭାବୁଛନ୍ତି ତୁ ଭାବୁଛୁ ଆମ ଜୀବନ ପାଖରେ ଆମ 12 ମାସିଆ ଚାକର ଧରିବା ଲୋକ ବିଜୟ କରିଛି ବି ତାର ପରିଚୟ ମାଗିଲେ ମୁଁ ତାକୁ କି ଉତ୍ତର ଦେବି ତୁ ଏ ରାୟ ବାହାଦୁର ବରଦା ଚୌଧୁରୀର ପୁଅ ସେ ଅବସ୍ଥା ତୁ ଯୋଉଦିନ ଅକୁର ମଙ୍ଗରାଜ ଝିଅକୁ ବାହା ହେଇ ଘରକୁ ଆସିଥିଲୁ ସମାଜର ଲୋକମାନଙ୍କୁ କଣ ପାଇଁ ଫସାଇଥିଲେ ଏ ପରିବର୍ତ୍ତନ ପ୍ରଗତି ଠିକ ସେମିତି এই সামান্য প্রশ্নর উত্তর তু দেই পাইলু তা কই দেখান্তু আপন মানে যেমতি অতিথি সেমানে যে আমার সেমতি অতিথি তা মানে আপন কହୁଛନ୍ତି পুলিশ ডিএসপি তো বিজয় সমান কথা ঠিক সেইয়া নুহে পদ মর্যাদা অর্থর মাপকাঠিরে মଣିষକୁ ମପାଯାଏ ମଧ୍ୟ ପାଠଟା ଦରକାର ହୁଏତ ସେ ପାଠଟା ତ ୟୁନିଭର୍ସିଟି କୋର୍ସ ବହିରେ ନଥିଲା ତା ମାନେ ଆପଣ କହୁଛନ୍ତି ମୁଁ ମଣିଷ ଚିହ୍ନିନି ହଁ ତୁ ମଣିଷ ଚିହ୍ନିଛୁ ତୁ ବୋଧହୁଏ ଗୋଟେ କଥା ଜାଣିନୁ ଏଇ ପୋଲିସ ଡିଏସପି ଜଣକ 5 ବର୍ଷ ପୂର୍ବେ ଗୋଟେ ମର୍ଡର କେସରେ ଆସାମୀ ଠାରୁ 50,000 ଟଙ୍କା ଲାଞ୍ଚ ନେବା ଧରା ପଡି ଚାକିରି ଖଣ୍ଡ ହରାଇଥିଲେ କେସ୍ କରି ଏଇ 4 ମାସ ତଳେ ପୁଣି ପୋଷ୍ଟିଂ ହେଇଛନ୍ତି କିନ୍ତୁ ଆମ 12 ମାସିଆ ଚାକର ଧଡ଼ି ରାଉତର ପୁଅ ବିଜୟ ସେ ତ ଗୋଟେ ବ୍ରିଲିଆଣ୍ଟ କଲା ଜୀବନର କଲେଜ ମେଟ୍ ଆଉ ସେଥିପାଇଁ ଜୀବନ ତାକୁ ବହୁତ ଭଲ ପାଏ ଆଉ ମୋଠାରୁ ଏଇ କଥା ଶୁଣି ସାରିବା ପରେ ତୁ କହ ବେଶୀ ସମ୍ମାନ ପାଇବାର ଯୋଗ୍ୟ କିଏ ନା ଆମ 12 ମାସିଆ ଚାକର ଧଡ଼ି ରାଉତର ପୁଅ ବିଜୟ ସେ ଦୁଇ ଜଣଙ୍କ ଭିତରେ ପ୍ରକୃତ ମଣିଷ କିଏ ମୋ କହିବା କଥା ଗୋଟିଏ କଥା ମନେ ରଖିଥିବୁ ପ୍ରସନ୍ନ ମଣିଷ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଣିଷ ଚିହ୍ନିବା ପ୍ରଭୁଜୀ ନମସ୍କାର ଆପଣ ଏତେବେଳେ ତ ଆସନ୍ତି କଣ କରିବି କହୁଛି କହିଲ ଆପଣଙ୍କୁ ସିନା କହିଦେଇଥିଲି ଯେ 12 କାମଲା ଶୁଖେଇ ପହଞ୍ଚି ପାରିଲେ ଶୁଣନ୍ତୁ କଥା ଏତେ ବାଧ୍ୟ କରି କହିଥିଲି ଏତେ ମାନେ ଯିବା ବେଳକୁ ଆସି ପହଞ୍ଚୁଛନ୍ତି ମୁଁ ନ ଆସିଲେ କଣ ହେଲା ମୋ ଶଳା ରସିକକୁ ପୁରା ପଠେଇ ଦେଇଥିଲି ତା ଛଡା କିଏ ପୁରାଟା ଆସିକି କଣ ଅଧିକା କଥା କହିଲ ବାପା ତୁ ମତେ କାହିଁକି କହୁଛୁ କି ସାମୁଦି ଆପଣ ତ ଗୋଟେ ମୁସ୍କୁଲି ଲୋକ ମତେ କହିଲ ଏପର୍ଯ୍ୟନ୍ତ ସମୁଦ୍ରୀକୁ ଦେଖା କରିନାହାନ୍ତି ବୁଝିଲା ସମୁଦ୍ରୀ ଦେଖା ଆଉ ହେଲା କେତେବେଳେ କହିଲ ଆସି ମୁଁ ପୁରା ଏଇଠି ପହଞ୍ଚି ତ ମା ମମି ମୁଁ ସମସ୍ତଙ୍କୁ ଦେଖୁଛି ସମୁଦ୍ରୀ ଅଛନ୍ତି ଅଛନ୍ତି ଏ ସମସ୍ତେ ମୋ ନାତୁଣୀ ରୀନାକୁ ତ କାହିଁ କୋଉଠି ମୁଁ ଦେଖିବାକୁ ପାଉନି
ପାଠ ପଢା ବେଳେ ଭାରି ବ୍ୟସ୍ତ ଅଛି ସେ ଫୋନ୍ କରି ମନା କରିଦେଇଛି ମୁଁ ଏ ବାହାଘରକୁ ଯାଇପାରିବିନି। ତାକୁ ତ ସତ କଥାଟା କହୁନୁ କାହିଁକି? ବୁଝିଲ ସମୁଦି? ନାତୁଣୀ ତମର ଏଇ ବର୍ଷ କଲେଜରେ ଆଡମିସନ କରୁ କରୁ ତା ମନଟା ପୁରା ଆକାଶରେ ଉଡ଼ିଲାଣି। ଦାଦାରେ ବିଭାଗରେ ତାର ଆଦୌ ମନ ନାହିଁ। ସିଏ ଗୋଟେ ଅପଡେଟ୍ ଖୁଡ଼ି ଖୋଜୁଥିଲା କହି ତା ସହିତ ଡ୍ୟାନ୍ସ କରିଥାନ୍ତା। ବୁଝିଲ ସମୁଦି ମୋ ନାତୁଣୀ ଯାଇ ଏତେ ବାଟରେ ପହଞ୍ଚିଲାଣି ମୁଁ ଏପର୍ଯ୍ୟନ୍ତ ସେ କଥାଟାକୁ ବୁଝି ପାରିନି। ସେଇ କଥାଟା କେବଳ ଆପଣ ଜ୍ୱାଇଁ ଆଉ ଝିଅକୁ ଟିକେ ବୁଝେଇ ଦିଅନ୍ତୁ ସମୁଦି। ଏବେଠାରୁ ଝିଅ ଉପରେ ନଜର ଦିଅନ୍ତୁ ନହେଲେ ଭବିଷ୍ୟତରେ ଅନୁତାପ କରିବାକୁ ପଡ଼ିବ। ସମୁଦି ମୋ ଭିତରେ ଅଛି ଆସନ୍ତୁ। ହଁ, ଚାଲ। ବୁଝିଲ ବାପା ପ୍ରସନ୍ନ ଯୁଗ ଯାଇ କୋଉଠି ପହଞ୍ଚିଲାଣି। ତମ ବାପା ଏବେ ସେଇ 50 ବର୍ଷ ତମ ଲୋକ ହେଇ ରହିଯାଇଛନ୍ତି। ଆପଣ ବିଶ୍ୱାସ କରିବେ ବାପା ବାପାଙ୍କର ଏଇ ଚିନ୍ତାଧାରା ପାଇଁ ମୁଁ ଅପମାନ ହେବାକୁ ପାଇଛି। ଆଉ ଏଇଟା କ'ଣ କଲେ ଏ ପରିସ୍ଥିତିଟାକୁ ରିଅଲାଇଜ୍ କରିବେ ମୁଁ ସେ କଥା ମୋଟେ ବୁଝିନି। ଏମିତି ଆଉ ବ୍ୟସ୍ତ ହେଲେ ଚଳିବ କହିଲ? ଏ ବାପା ତମର ପୁରୁଣା କାଳିଆ ଲୋକ ତାଙ୍କ କଥାଟାକୁ ତମେ ଯଦି ନ ମାନିବ ତାଙ୍କ ମନଟା ନିଶ୍ଚିନ୍ତ ଅସନ୍ତୁଷ୍ଟ ହବ। ସିଏ ଯାହା ଯେମିତି କହୁଛନ୍ତି ତାଙ୍କ କଥାଟା ତମେ ଟିକେ ସମ୍ଭାଳି ଦିଅ। ଆପଣ ଆସନ୍ତୁ ମୁଁ ସେପଟେ ଗେଟ୍ ହଁ ହଁ ସାଙ୍ଗେ ଆସନ୍ତୁ। ସାଙ୍ଗେ ସାଙ୍ଗେ ସବୁ ଠିକ କରିଛ? ହଁ ତୁ ଠିକ ଅଛି ପରା। ଆଜି କେତେବେଳେ? ରାତି 2:30। ରାତି 2:30 ମିନିଟରେ? ମାନେ ରାତି 2:30